ପିଲାମାନେ ସମ୍ଭାବ୍ୟତା ଗୋଟେ ବହୁତ ଇଜି ଚାପ୍ଟର ଯୋଉଟା କି ସବୁ ପିଲା କରିପାରନ୍ତି। ତାଙ୍କର ମ୍ୟାଥ ଭଲ ହଉ କିମ୍ବା ଖରାପ ହଉ, ଏଇଥିରୁ ମାର୍କ ଲୁଜ୍ କଲେ ତମର ମାର୍କ ପୁରା ମାନେ କମିଯିବ ମ୍ୟାଥରେ। ତ ଆକୁ ଭଲସେ କରିକି ଯିବା ଆମେ। ଦେଖ ଉଦାହରଣ 1 ଦରକାର ନାହିଁ, 2 ବି ଦରକାର ନାହିଁ, 4 ଉଦାହରଣଟା ତମ ପାଇଁ ଟିକେ ଇମ୍ପୋର୍ଟାଣ୍ଟ ହେଉଛି। 4 ଉଦାହରଣଟାକୁ ଭଲସେ ଦେଖିକି ଯିବ ହେଲା। ତାପରେ ମାନେ ଏଇଟା ଟିକେ ଘୁଷି ଦବ 10 ଥର 4000 ଥର, ଏଇ ଯୋଉ 440 ଥର ଏଇଟା ବିଟ୍ରେ ଆସେ, ମାନେ ଲଙ୍ଗ ପାଇଁ ଇମ୍ପୋର୍ଟାଣ୍ଟ ନାହିଁ। ଏଇ ନମ୍ବର ଯାକ ଘୁଷି ଦବ, ବେଳେ ବେଳେ ପଚାରି ଦଉଛି। ଆଉ ଉଦାହରଣ 5 ଦେଖିବ। ତାପରେ ତାପରେ ଯଦି ଦେଖିବା ଉଦାହରଣ ଆଉ ଦରକାର ନାହିଁ, ଉଦାହରଣ 8 କୁ ଦେଖିବ ହେଲା। ଉଦାହରଣ 8 ରୁ ନିଶ୍ଚିତ ଭାବରେ କ୍ୱେଶ୍ଚିନ୍ ଆସିବ, ନିଶ୍ଚିତ ଭାବରେ। ଉଦାହରଣ 8 ହେଲା, ତାର କନସେପ୍ଟରେ ବି ଆସିଯିବ। ଉଦାହରଣ 9 8 9 ଯଦି ଆସେ ହେଲା। ଆଉ ଏଇଟା ସେତେଟା ଇମ୍ପୋର୍ଟାଣ୍ଟ ନାହିଁ ହେଲା। 4 ର ଏ ମାନେ ଲଙ୍ଗ କ୍ୱେଶ୍ଚିନ୍ରେ ପଡ଼ିଲା ପରି କ୍ୱେଶ୍ଚିନ୍ ନାହିଁ। ତଥାପି ତମେ 3ଟା କ୍ୱେଶ୍ଚିନ୍ ଦେଖିଦିଅ, 2 3 4ଟାକୁ ଟିକେ ଭଲ ଭାବରେ ଦେଖିଦିଅ। ସେମିତି କିଛି ଏତେ କଷ୍ଟ ନାହିଁ ନା ତମକୁ ବେଶୀ ମାନେ ମେହନତ କରିବାକୁ ପଡ଼ିବ। ତ 2 3 4 କ୍ୱେଶ୍ଚିନ୍ ଦେଖିଦିଅ। ମେନଲି 2ର ବିଟା, ସରି 2ର ବି କହୁଛି, ମାନେ ଆର ବି ପାଠଟା ଯୋଉ 4ର ବି, ସେଇଟା ଆମ ପାଇଁ ଟିକେ ଇମ୍ପୋର୍ଟାଣ୍ଟ ହେଇଯାଉଛି। ଯେମିତିକି ମାନେ ଏଇଟା ଉଦାହରଣ 9ଟା ଗୋଟେ ଦରକାର ହେଲା। ଅତି କମରେ, ଅତି ଅଧିକରେ ହେଲା, ସେ ଯାକ ଟିକେ ଆମକୁ ମାନେ ଇମ୍ପୋର୍ଟାଣ୍ଟ ରହୁଛି। ଯଦି ଆମେ ତଳକୁ ତଳକୁ ଯିବା ହେଲା, ଅତି କମରେ କ୍ୱେଶ୍ଚିନ୍ ଗୋଟେ ଆସିଲା କୋଉଟା, ଉଦାହରଣ 11ଟା। ଘଟଣାଟି କ'ଣ, ଅତି କମରେ ଗୋଟିଏ ଟି ହେଲା କି, ଅତି କମରେ ଗୋଟିଏ ଟି ହେଲା। ସଂଖ୍ୟା ଦ୍ୱୟର ଯୋଗଫଳ 11ରୁ କମ୍ ହବାର ଅଛି ବୋଲି କହିଲା। ଏଇଟା ବି ଟିକେ ଦେଖିବ ହେଲା। ଉଦାହରଣ 13 ସେତେ ଦରକାର ନାହିଁ। ଆଉ 14ଟା ଟିକେ ଦେଖିବ। 13 14 ଗୋଟେ କନସେପ୍ଟ ଉପରେ ଆଧାରିତ ହେଲା। ତମେ କୋଉଟା ବି ଗୋଟେ ଦେଖିଦିଅ, କାମ ହେଇଯିବ ହେଲା। ତାପରେ ଯଦି କ୍ୱେଶ୍ଚିନ୍ ଆନ୍ସର ଦେଖିବ, କ'ଣ ଦେଖିବ, ଯଦି କ୍ୱେଶ୍ଚିନ୍ ଆନ୍ସର ତମେ ଦେଖିବ 3 ନମ୍ବର କ୍ୱେଶ୍ଚିନ୍, ତାପରେ ଦେଖିବ 4 ନମ୍ବର କ୍ୱେଶ୍ଚିନ୍, ତାପରେ ଦେଖିବ 6 ନମ୍ବର କ୍ୱେଶ୍ଚିନ୍, ତାପରେ 8 9 ଭେରି ଭେରି ଇମ୍ପୋର୍ଟାଣ୍ଟ, ଏକ୍ଜାମ ପଏଣ୍ଟ ଅଫ ଭ୍ୟୁରୁ ଭେରି ଭେରି ଇମ୍ପୋର୍ଟାଣ୍ଟ। ବୁଝିପାରିଲ ନା ନାହିଁ। ତାପରେ 10 ନମ୍ବର କ୍ୱେଶ୍ଚିନ୍ ବି ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଉ 11 ଆଉ ଯୋଉ 12 ନମ୍ବର ରହିଲା, ଆର କନସେପ୍ଟ ଦେଖିକି ଯିବ। କେବଳ କ'ଣ ଦେଖିକି ଯିବ, କନସେପ୍ଟ। କାରଣ ଉଦାହରଣରେ ଏ ପ୍ରକାର କ୍ୱେଶ୍ଚିନ୍ ତମକୁ ଦିଆ ହେଇଯାଇଛି ନା, ତ ରିପିଟଲି କରିବାର କିଛି ଆବଶ୍ୟକ ନାହିଁ। ଯୋଉ ଉଦାହରଣରେ ଦିଆହେଲା ସେ ଉପରେ ଆଗା ଏଇ କ୍ୱେଶ୍ଚିନ୍ ଗୁଡ଼ାକ ହବ। ତ ଆର କନସେପ୍ଟ କେବଳ ଦେଖିକି ଯିବ ହେଲା କି, କନସେପ୍ଟ। ତାପରେ ଯଦି ତଳକୁ ଯିବା ଆମେ, 13ଟା ଛାଡ଼ିପାରିବ, କିନ୍ତୁ 13 ବି କନସେପ୍ଟ ଦେଖିଦିଅ। ସରି 12 13 ତ କନସେପ୍ଟ ଦେଖିବାକୁ କହିଲି। ଆଉ ଯୋଉ 15 ନମ୍ବରଟା ରହିଲା, ଏଇଟା ମଧ୍ୟ ସେଇ ଆମର ଏ ପ୍ରକାର ହବ 11 ନମ୍ବର ପରିକା। ଆଉ 16 ନମ୍ବର ଯାହା ଅଛି ତାକୁ ତମେ ଭଲ ଭାବରେ ଦେଖିଦବ ହେଲା। 16 ନମ୍ବରକୁ ବହୁତ ଭଲ ଭାବରେ ତମେ ଦେଖିଦବ। ଠିକ ଅଛି। ତ ଏତିକି ଥିଲା ତମର ସମ୍ଭାବ୍ୟତା ଉପରେ କ୍ୱେଶ୍ଚିନ୍। ବୁଝିପାରିଲ ନା ନାହିଁ। ସମ୍ଭାବ୍ୟତା ଉପରେ ଏତିକି ଥିଲା ତମର କ୍ୱେଶ୍ଚିନ୍। 13 ନମ୍ବରକୁ ଟିକେ କନସେପ୍ଟ ଦେଖ ହେଲା। 14 ନମ୍ବରଟା ବି ଖାଲି ଉପରେ ଉପରେ ଦେଖିଦିଅ। ଯୋଉ କ୍ୱେଶ୍ଚିନ୍ ତମକୁ ଏକ୍ଜାମରେ କରିବାର ଅଛି ତାକୁ ପୁରା ପ୍ରାକ୍ଟିସ୍ କର ହେଲା କି, ମାନେ ଖାତା ପେନ୍ ଧରିକି ବାରମ୍ବାର ପ୍ରାକ୍ଟିସ୍ କରିବ। ଆଉ ଯୋଉ ଯାହା ଦେଖିଦିଅ କୁହାହେଉଛି, ସେ ଜାଗାରେ ଖାଲି କନସେପ୍ଟ ଦେଖିଦିଅ କେମିତି ହେଇଛି। ତ ଇଏ ଥିଲା ସମ୍ଭାବ୍ୟତାର ଭିଡ଼ିଓ। ପୁଣି ମିଶିବା ଆମେ ନେକ୍ସଟ ଚାପ୍ଟରର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଭିଡ଼ିଓରେ।